ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ବିଶ୍ୱରେ ସକ୍ରିୟ ଗଣତନ୍ତ୍ରର ଏକ ଉଦାହରଣ ପାଲଟିଛି ଏବଂ ଖୁବ୍ ଶୀଘ୍ର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତ ଛାଡ଼ ଆନ୍ଦୋଳନର ବାର୍ଷିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଗାନ୍ଧୀଙ୍କ ସମେତ ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ହର୍ ଘର ତିରଙ୍ଗା ଅଭିଯାନ। ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଲା ଲୋକସଭା ଏବଂ ରୁଷ ସେନାରେ 91 ଜଣ ଭାରତୀୟ ନାଗରିକ ନିଯୁକ୍ତି ପାଇଥିବା ଲୋକସଭାରେ ସୂଚନା ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅକ୍ଲାଣ୍ଡଠାରେ ଆଜି ପ୍ରବାସୀ ଭାରତୀୟଙ୍କୁ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଭାରତ ବିଶ୍ୱରେ ସକ୍ରିୟ ଗଣତନ୍ତ୍ରର ଏକ ଉଦାହରଣ ପାଲଟିଛି ଏବଂ ଖୁବ୍ ଶୀଘ୍ର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ସେ ଏକ ସାମୂହିକ ସମ୍ବର୍ଦ୍ଧନା ଉତ୍ସବରେ ପ୍ରବାସୀ ଭାରତୀୟ ଏବଂ ଫ୍ରେଣ୍ଡ ଅଫ୍ ଇଣ୍ଡିଆକୁ ସମ୍ବୋଧିତ କରି କହିଛନ୍ତି, ବିଶେଷକରି ଶିକ୍ଷା କ୍ଷେତ୍ରରେ ଭାରତର ଅଭିବୃଦ୍ଧିରେ ଯୋଗଦାନ କରିବା ପାଇଁ ନ୍ୟୁଜିଲ୍ୟାଣ୍ଡର ଦକ୍ଷତା ଓ ଅଭିଜ୍ଞତା ରହିଛି। ନ୍ୟୁଜିଲ୍ୟାଣ୍ଡରେ ଦୀପାବଳି, ଓନମ୍, ହୋଲି ଓ ପୋଙ୍ଗଲ ଭଳି ଭାରତୀୟ ପର୍ବ ଆନନ୍ଦର ସହ ପାଳନ କରାଯାଉଥିବାରୁ ରାଷ୍ଟ୍ରପତି ମୁର୍ମୁ ଖୁସି ବ୍ୟକ୍ତ କରିଛନ୍ତି। ଭାରତୀୟ ପର୍ବପର୍ବାଣୀ, ପରମ୍ପରା ଏବଂ ରୀତିନୀତିକୁ ବଜାୟ ରଖୁଥିବାରୁ ସେ ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କରିଛନ୍ତି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଭାରତ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଏନ୍, ଲୋକସଭା ସାଂସଦ ଯୁଗଳ କିଶୋର ଶର୍ମା, ସୌମିତ୍ର ଖାନ୍, ଉଚ୍ଚାୟୁକ୍ତ ନୀତା ଭୂଷଣଙ୍କ ସମେତ ବହୁ ସଂଖ୍ୟାରେ ଭାରତୀୟ ପ୍ରବାସୀ ଯୋଗ ଦେଇଥିଲେ। ଭାରତ ଛାଡ଼ ଆନ୍ଦୋଳନର ବାର୍ଷିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱାଧୀନ ଆନ୍ଦୋଳନରେ ଭାଗ ନେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଭାରତ ଛାଡ଼ ଆନ୍ଦୋଳନକୁ ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ଏକ ଭିଡିଓ ବାର୍ତ୍ତାରେ ନିଜର ମତ ବ୍ୟକ୍ତ କରି ଶ୍ରୀ ମୋଦି କହିଛନ୍ତି, ଔପନିବେଶ ଶାସନରୁ ମୁକ୍ତି ପାଇଁ ଭାରତ ସଂଗ୍ରାମରେ ଭାରତ ଛାଡ଼ ଆନ୍ଦୋଳନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭାରତ ଛାଡ଼ ଆନ୍ଦୋଳନ ଯୋଗୁଁ ଦେଶର ବର୍ତ୍ତମାନର ସାମୂହିକ ସ୍ୱର ଦୁର୍ନୀତି, ବଂଶବାଦ ରାଜନୀତି ଓ ତୁଷ୍ଟିକରଣରୁ ମୁକ୍ତ ରାଷ୍ଟ୍ରକୁ ସମର୍ଥନ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ସ୍ୱାଧୀନତା ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ୍ ଏକ୍ସରେ ନିଜର ପ୍ରୋଫାଇଲ୍ ଫଟୋକୁ ତ୍ରିରଙ୍ଗାରେ ପରିବର୍ତ୍ତନ କରିଛନ୍ତି। ହର୍ ଘର ତିରଙ୍ଗା ଅଭିଯାନକୁ ପୁଣି ଥରେ ସ୍ମରଣୀୟ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ମୋଦି ଲୋକଙ୍କୁ ଉତ୍ସାହିତ କରିଛନ୍ତି। ହର୍ ଘର ତିରଙ୍ଗା ୱେବସାଇଟ୍ରେ ସେଲ୍ଫି ସେୟାର କରି ସ୍ୱାଧୀନତା ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି। इसी आंदोलन ने ब्रिटिश राज से मुक्ति के लिए पूरे देश को संकल्पित कर दिया। ये वो समय था जब अंग्रेजी सत्ता के विरोध में भारतीय जनमानस, गांव हो, शहर हो, पढ़े हो, अनपढ़ हो, गरीब हो, अमीर हो, कंधे से कंधा मिला करके भारत छोड़ो आंदोलन का हिस्सा बन गया। इसी से प्रेरित होकर आज पूरा देश हर बुराई के लिए कह रहा है, क्विट इंडिया। चारों तरफ एक ही गुंज है, करप्शन क्विट इंडिया, डायनेस्टी क्विट इंडिया, अपीजमेंट क्विट इंडिया। ଦେଶବ୍ୟାପୀ ହର୍ ଘର ତିରଙ୍ଗା ଅଭିଯାନର ଏକ ଅଂଶ ଭାବରେ ଭାରତୀୟ ଜନତା ପାର୍ଟି ଅଗଷ୍ଟ 11ରୁ 13 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରିବ। ଅଗଷ୍ଟ 12ରୁ 14 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ସ୍ୱାଧୀନତା ସଂଗ୍ରାମୀ ଓ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ସୂଚନା ଦେଇଛନ୍ତି। ଅଗଷ୍ଟ 14 ତାରିଖରେ ନୀରବ ଶୋଭାଯାତ୍ରା ସମେତ ଜିଲ୍ଲାରେ ବିଭାଜନ ସ୍ମୃତି ଦିବସ ପାଳନ କରାଯିବ ବୋଲି ସେ କହିଛନ୍ତି। ଆସନ୍ତା ଅଗଷ୍ଟ 13ରୁ 15 ତାରିଖ ପର୍ଯ୍ୟନ୍ତ ସମସ୍ତ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ତ୍ରିରଙ୍ଗା ପ୍ରଦର୍ଶିତ ହେବ ବୋଲି ସେ କହିଛନ୍ତି। ଦେଶରେ ଆଜିଠାରୁ 15 ତାରିଖ ପର୍ଯ୍ୟନ୍ତ ହର୍ ଘର ତିରଙ୍ଗା ଅଭିଯାନ ଚାଲିବ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଲୋକଙ୍କୁ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହ ହର୍ ଘର ତିରଙ୍ଗା ୱେବସାଇଟ୍ରେ ତ୍ରିରଙ୍ଗା ସହ ସେଲ୍ଫି ଅପଲୋଡ୍ କରିବାକୁ ଅନୁରୋଧ କରିଛନ୍ତି। ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ 2022 ମସିହାରେ ହର୍ ଘର ତିରଙ୍ଗା ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଗତବର୍ଷ 10 କୋଟିରୁ ଅଧିକ ଲୋକ ତ୍ରିରଙ୍ଗା ସହ ସେଲ୍ଫି ଉଠାଇ ଏହାକୁ ଅପଲୋଡ୍ କରିଥିଲେ।
ଅବକାରୀ ନୀତି ଅନିୟମିତତା ମାମଲାରେ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଶ୍ରୀ ସିସୋଦିଆ 17 ମାସ ହେବ ଜେଲ୍ରେ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ ଯାଞ୍ଚ କାର୍ଯ୍ୟ ଶେଷ ହୋଇନାହିଁ। ଏହା ତାଙ୍କ ଶୀଘ୍ର ଶୁଣାଣି କରିବାର ଅଧିକାରରୁ ବଞ୍ଚିତ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ଦାୟର ଉଭୟ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଶ୍ରୀ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାଭଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରା ଏବଂ ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳକୁ ଲୋକସଭା ଅଭିନନ୍ଦନ ଜଣାଇଛି। ଏହି ଐତିହାସିକ ବିଜୟ ନିଶ୍ଚିତ ଭାବେ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। ଭାରତ ଛାଡ଼ ଆନ୍ଦୋଳନର ବାର୍ଷିକୀ ଅବସରରେ ଗୃହରେ ମହାତ୍ମା ଗାନ୍ଧୀ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଲୋକସଭା ବାଚସ୍ପତି ପୂର୍ବତନ ଲୋକସଭା ସଦସ୍ୟ ଇକବାଲ ଅହମ୍ମଦ ସାର୍ଦଗୀ, କମଲ ଚୌଧୁରୀ ଏବଂ ରମେଶ ରାଠୋରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତୀୟ ହକି ଦଳ 52 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କ୍ରମାଗତ ଦ୍ୱିତୀୟ ଥର ପାଇଁ କାଂସ୍ୟ ପଦକ ଜିତିଛି। ଅଧିନାୟକ ହରମନପ୍ରୀତ ସିଂଙ୍କ 2ଟି ଗୋଲ୍ ଓ ଅବସରପ୍ରାପ୍ତ ଗୋଲ୍ ରକ୍ଷକ PR ଶ୍ରୀଜେଶଙ୍କ ଚମତ୍କାର ସେଭ୍ ବଳରେ ଭାରତ ସ୍ପେନ୍କୁ 2-1 ଗୋଲ୍ରେ ପରାସ୍ତ କରି ମ୍ୟାଚ୍ ଏବଂ ପଦକ ଜିତିପାରିଛି। 1972 ମସିହାରେ ମ୍ୟୁନିକ୍ରେ କ୍ରମାଗତ 2ଟି କାଂସ୍ୟ ପଦକ ଜିତିବା ପରେ ଭାରତ ପ୍ୟାରିସ୍ ଅଲିମ୍ପିକ୍ସରେ କ୍ରମାଗତ ଦ୍ୱିତୀୟ ଥର ପାଇଁ କାଂସ୍ୟ ପଦକ ଜିତିଛି। ଏହା ପୂର୍ବରୁ 2020 ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଭାରତ କାଂସ୍ୟ ପଦକ ଜିତିଥିଲା। ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ହକିର ପୁନରୁଦ୍ଧାର ପାଇଁ ଦଳ ସବୁଠାରୁ ଅଧିକ ପ୍ରଶଂସାର ଯୋଗ୍ୟ ବୋଲି ସେ କହିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ମଧ୍ୟ ଐତିହାସିକ ବିଜୟ ପାଇଁ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ପ୍ୟାରିସ୍ରେ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳର ସଦସ୍ୟମାନଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଥିଲେ ଏବଂ ସ୍ପେନ୍ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ରୁଷ ସେନାରେ ଏପର୍ଯ୍ୟନ୍ତ 91 ଜଣ ଭାରତୀୟ ନାଗରିକ ନିଯୁକ୍ତି ପାଇଥିବା ମାମଲା ରହିଛି। ଲୋକସଭାରେ ପ୍ରଶ୍ନକାଳରେ ସେ କହିଛନ୍ତି ସେମାନଙ୍କ ମଧ୍ୟରୁ 8 ଜଣଙ୍କର ଦୁର୍ଭାଗ୍ୟବଶତଃ ମୃତ୍ୟୁ ଘଟିଛି ଏବଂ 14 ଜଣଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। 69 ଜଣ ଭାରତୀୟ ନାଗରିକ ରୁଷ ସେନାରୁ ମୁକ୍ତି ପାଇବା ଲାଗି ଅପେକ୍ଷା କରିଥିବା ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସ୍କୋ ଗସ୍ତରେ ଯାଇଥିବା ବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଶ୍ରୀ ମୋଦିଙ୍କୁ ରୁଷ ସେନାରେ କାର୍ଯ୍ୟ କରୁଥିବା ଭାରତୀୟ ନାଗରିକମାନଙ୍କୁ ଶୀଘ୍ର ମୁକ୍ତ କରାଯିବ ବୋଲି କହିଥିଲେ। ଇଜିପ୍ଟ, କତାର ଏବଂ ଆମେରିକୀୟ ନେତାମାନେ ଇସ୍ରାଏଲ ଏବଂ ହମାସକୁ ଅସ୍ତ୍ରବିରତି ଚୁକ୍ତିକୁ ଚୂଡ଼ାନ୍ତ କରିବାରେ ଆଉ ସମୟ ନଷ୍ଟ ନ କରିବାକୁ ଅନୁରୋଧ କରିଛନ୍ତି। ଗତକାଲି ରାତିରେ ଏକ ମିଳିତ ବିବୃତ୍ତି ଜାରି କରି ତିନି ଦେଶ ଇସ୍ରାଏଲ ଏବଂ ହମାସକୁ ଅଗଷ୍ଟ 15ରେ ଦୋହା କିମ୍ବା କାଇରୋରେ ବିଳମ୍ବ ନ କରି ଏହି ଚୁକ୍ତିକୁ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଛନ୍ତି। ଭାରତୀୟ ମାନକ ବ୍ୟୁରୋ BIS ଆୟୁଷ କ୍ଷେତ୍ରରେ ମାନକୀକରଣ ପାଇଁ ଏକ ବିଭାଗ ପ୍ରତିଷ୍ଠା କରିବ। ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି ନୂଆ ବିଭାଗ ଆୟୁଷ ଉତ୍ପାଦ ଏବଂ ଅଭ୍ୟାସଗୁଡ଼ିକର ନିରାପତ୍ତା, ଫଳପ୍ରଦତା ଏବଂ ଗୁଣବତ୍ତାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବ। ଆୟୁର୍ବେଦ, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ, ସୋୱା ରିଗ୍ପା ଏବଂ ହୋମିଓପାଥି ଭଳି ପାରମ୍ପରିକ ଭାରତୀୟ ଚିକିତ୍ସା ପଦ୍ଧତିକୁ ଏହି ବିଭାଗରେ ଅନ୍ତର୍ଭୁକ୍ତ କରାଯିବ। ଆୟୁଷ ପାଇଁ ମାନକୀକରଣ କାର୍ଯ୍ୟକଳାପର ପ୍ରକ୍ରିୟା ଏବଂ ଢାଞ୍ଚା ବିଷୟରେ ବର୍ଣ୍ଣନା କରି BISର ମହାନିର୍ଦ୍ଦେଶକ ପ୍ରମୋଦ କୁମାର କହିଛନ୍ତି ପ୍ରସିଦ୍ଧ ବିଶେଷଜ୍ଞଙ୍କ ନେତୃତ୍ୱରେ BISର ଆୟୁଷ ବିଭାଗ 7ଟି ବିଭାଗୀୟ କମିଟି ଗଠନ କରିଛି। ଲୋକସଭା ଏବଂ ରାଜ୍ୟସଭାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ବିଜେପି ସାଂସଦମାନେ ଆଜି ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। SC/ST କ୍ରିମି ଲେୟାର ଉପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟକୁ ନେଇ ସାଂସଦମାନେ ମିଳିତ ଭାବେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବୈଠକ ପରେ ବିଜେପି ସାଂସଦ ଭୋଲା ସିଂ ଗଣମାଧ୍ୟମକୁ କହିଛନ୍ତି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ନ କରିବାକୁ ସେମାନେ ଦାବି କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏହା କେବଳ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକ ପର୍ଯ୍ୟବେକ୍ଷଣ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ବିଶ୍ୱରେ ସକ୍ରିୟ ଗଣତନ୍ତ୍ରର ଏକ ଉଦାହରଣ ପାଲଟିଛି ଏବଂ ଖୁବ୍ ଶୀଘ୍ର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତ ଛାଡ଼ ଆନ୍ଦୋଳନର ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଗାନ୍ଧୀଙ୍କ ସମେତ ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ହର୍ ଘର ତିରଙ୍ଗା ଅଭିଯାନ। ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଲା ଲୋକସଭା ଏବଂ ରୁଷ ସେନାରେ 91 ଜଣ ଭାରତୀୟ ନାଗରିକ ନିଯୁକ୍ତି ପାଇଥିବା ଲୋକସଭାରେ ସୂଚନା ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।